ସାମ୍ବାଦିକଟେ ଯଦି ମୃତ୍ୟୁ କରି ବରଣ କରୁଛି ତାକୁ 25 ଲକ୍ଷ ଟଙ୍କାର ସହାୟତା ଦିଆଯାଉ, ପେନସନ ଭତ୍ତା ତୁରନ୍ତ ଲାଗୁ କରାଯାଉ। ସୁରକ୍ଷା ଆଇନ ଅତ୍ୟନ୍ତ ଆବଶ୍ୟକ। ବର୍ତ୍ତମାନ ସୁରକ୍ଷା ଆଇନ ନହେଲେ କାମ କରି ହଉନି। ଦେଖନ୍ତୁ ଆମେ যে স্টেট ইউনিয়ন অফ জর্নালিস্ট ওড়িশা বা এসইজি ওড়িশা আমি কহু এই সংগঠনটি আমি কোভিড পূর্বর আরম্ভ করলু। সমস্ত অভিজ্ঞ বরিষ্ঠ সাংবাদিক এবং যে মেনস্ট্রিম মিডিয়া কাম করছেন সে সংগঠন করছু। মূল লক্ষ্য হচ্ছে সাংবাদিক মানকর কল্যাণ, স্বার্থ রক্ষা এবং সুরক্ষা নিয়ে কাম করছি। আমার সবু সময় দাবি রহি আসছে। আপনার লক্ষ্য করুথিবে গণমাধ্যমে, সামাজিক গণমাধ্যমে আমার সংঘ সংগঠনর সংকীর্ণতা না। যেতবে যে সাংবাদিকটি অসুবিধার পড়া আমি তাপরে ছিড়া হয়েছু। আজর কার্যক্রমর বিশেষত্ব রহলা কেবল যে কাম করছেন গণমাধ্যমে সাংবাদিক মানে নুহ, আমি যে ভিডিও জর্নালিস্ট মানে হুম, ফটোগ্রাফর হুম, যে কার্যালয়ের মধ্যে কার্যরত গণমাধ্যম অফিসে আপনার মেସିନ ଅପରେଟର ଠୁ ଆରମ୍ଭ କରିକି ଯେଉଁମାନେ ଡିଟିଭି ଅପରେଟର ପର୍ଯ୍ୟନ୍ତ ସେମାନଙ୍କୁ ସରକାର ବୀମାଭୁକ୍ତ କରନ୍ତୁ ଏବଂ ସାମ୍ବାଦିକଟେ ଯଦି ମୃତ୍ୟୁ କରି ବରଣ କରୁଛି ତାକୁ 25 ଲକ୍ଷ ଟଙ୍କାର ସହାୟତା ଦିଆଯାଉ। ପେନସନ ଭତ୍ତା ତୁରନ୍ତ ଲାଗୁ କରାଯାଉ। ସୁରକ୍ଷା ଆଇନଟା ଅତ୍ୟନ୍ତ ଆବଶ୍ୟକ। ବର୍ତ୍ତମାନ ସୁରକ୍ଷା ଆଇନ ନହେଲେ କାମ କରି ହଉନି ଏବଂ ଅସୁରକ୍ଷିତ ମଧ୍ୟରେ ଆମେ କାମ କଲାବେଳେ ସୁରକ୍ଷା ଆଇନ ଅତ୍ୟନ୍ତ ଆବଶ୍ୟକ ରହିଛି। ଆଉ ସର୍ବୋପରି ଆମେ ଚାହୁଁଛୁ ଯେଉଁମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାରେ ରହିଛନ୍ତି ତାଙ୍କ ଭିତରେ ତାଙ୍କୁ ମଧ୍ୟ ସରକାରୀ ସ୍ୱୀକୃତି ପ୍ରାପ୍ତର ସାମ୍ବାଦିକର ଗୋଟେ ମାନ୍ୟତା ମିଳୁ। ଆଉ ଶେଷରେ ଏତିକି କହିବି ଯେ ଦୂର ଦୂରାନ୍ତରୁ ଆସୁଛନ୍ତି ଯେ ସାମ୍ବାଦିକ ମାନଙ୍କର ସାମୟିକ ଅବସ୍ଥାନ ପାଇଁ ରାଜ୍ୟ ସରକାର ଗୋଟେ ଅତିଥି ଭବନ ନିର୍ମାଣ କରନ୍ତୁ। ସମସ୍ତେ ରହିପାରିବେ, ସମସ୍ତେ ଆସିକି ସେଠି ନିଜର ଦାୟିତ୍ୱ ସମ୍ପାଦନ କରିପାରିବେ। ବିଭିନ୍ନ କାମରେ ଆସୁଛନ୍ତି। ନାଇଁ ଆମେ ଆମର ଲକ୍ଷ୍ୟ ମୂଳ କଥା ରହିଛି ସାମ୍ବାଦିକଙ୍କ କଲ୍ୟାଣ। ଯୋଉ ସାମ୍ବାଦିକ ମାନେ ରୋଗରେ ଦୁର୍ଘଟଣାର ଶିକାର ହଉଛନ୍ତି ଆମେ ସହାୟତା ଦଉଛୁ। ଆପଣ ଲକ୍ଷ୍ୟ କରିବେ ଆମେ 2 ଜଣ କିଡନୀ ପେସେଣ୍ଟ ଆଉ ଅନେକ ହାର୍ଟ ପେସେଣ୍ଟ ଆପଣଙ୍କର ଦୁର୍ଘଟଣାରେ ଯେଉଁମାନେ ଶିକାର ହେଇଛନ୍ତି, କାହାର ପ୍ୟାନକ୍ରିଆଜ ଖରାପ ହେଇଛି, ଆମେ ସହାୟତା ଆର୍ଥିକ ସହାୟତା ଦଉଛୁ। କିନ୍ତୁ ଏହା ଆମେ ତାକୁ ପ୍ରଚାର ପ୍ରସାର କରୁନାହୁଁ ଯେତିକି ଆମ ଗ୍ରୁପରେ ପଢୁଛୁ। କାହିଁକି ନା ଦେଖେଇ ହେବାଟା ଆଜିକାଲି ତ ହଉଛି ଦିକ୍ତା ନାହିଁ ତ ବିକ୍ତା ନାହିଁ। ତାପରେ ବି ଆମେ ସାହାଯ୍ୟ କରୁଛୁ ଏବଂ ଆମର ଲକ୍ଷ୍ୟ ରହିଛି ଆମର କଲ୍ୟାଣ ପାଣ୍ଠିକି ଆମେ ଟିକେ ବ୍ୟାପକ କରିବୁ। ଆଉ ଆପଣ ଏକଥା ଜାଣି ରଖନ୍ତୁ ଏସଇଜି ଓଡ଼ିଶାରେ ଏସଇଜି ଓଡ଼ିଶା ଆପଣଙ୍କର ଗୋଟିଏ ମାତ୍ର ସଂଗଠନ ଯିଏକି ନିଜସ୍ୱ କଲ୍ୟାଣ ପାଣ୍ଠି ମଧ୍ୟ ଅଲଗା ଏକ ପଞ୍ଜୀକରଣ କରିଛି ସାମ୍ବାଦିକ ମାନଙ୍କୁ ସହାୟତା ଦେବା ପାଇଁ। ଆଉ ଯେଉଁମାନେ ସାମ୍ବାଦିକ କ୍ଷେତ୍ରରେ ଭଲ ଉତ୍ତମ ପ୍ରଦର୍ଶନ କରୁଛନ୍ତି ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦଉଛୁ, ସମ୍ମାନିତ କରୁଛୁ ଏବଂ ଶିକ୍ଷା ଦଉଛୁ ଏବଂ ତା ସହିତ ରକ୍ତଦାନ, ବୃକ୍ଷରୋପଣ, ସାମାଜିକ କାର୍ଯ୍ୟକ୍ରମ ଗୁଡିକ ମଧ୍ୟ ସଂଘ କରୁଛି। ସାରା ଓଡ଼ିଶାରେ ସମସ୍ତ ଜିଲ୍ଲାରେ ଅଛି। ଆମର ଯଦି ଶୋଭନିୟର ବାହାରିବ ଆପଣ ଜାଣିପାରିବେ। ଗତ ବର୍ଷ ଶୋଭନିୟର ଆମେ ବାହାର କରିଥିଲୁ ସଂକଳ୍ପ ଏବଂ ତା ଦେହରେ 30ଟା ଜିଲ୍ଲାରେ ଦେଖିବେ ଅଛନ୍ତି। 30ଟା ଜିଲ୍ଲାରେ 3500ରୁ ঊର୍ଧ୍ୱ ସଦସ୍ୟ ଅଛନ୍ତି। ପ୍ରତ୍ୟେକ ମାସ ପ୍ରତ୍ୟେକ ଦିନ ସଦସ୍ୟ ସଂଖ୍ୟା ବଢୁଛି। କାହିଁକି ନା ଏ ସଂଗଠନଟି ଆମେ ଦାବି ବି ଆଉ ଗୋଟେ କରୁଛୁ, ଏଠୁ ଆହ୍ୱାନ ଦଉଛୁ ଆପଣମାନଙ୍କ ଜରିଆରେ। ରାଜ୍ୟ ସରକାର କେବେଠାରୁ ଦାବି ପୂରଣ କରିସାରନ୍ତଣି। ଆମେ ସଂଘ ସଂଗଠନ ଅଧିକାଂଶ ରହିବ ସ୍ୱାଭାବିକ, କିନ୍ତୁ ସବୁ ସଂଘ ମିଶ୍ରିତ ମିଳିକି ଯଦି ଆମେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବା ତାହେଲେ ସରକାର ନିଶ୍ଚିତ ମାନିବେ। ଯୋଡ଼ାକୁ ଘୋଡ଼ା ସରି ନୁହେଁ। ଏ କଥାଟାକୁ ଆମର ଅନ୍ୟ ସାମ୍ବାଦିକ ସଂଗଠନର ଭାଇମାନେ ମଧ୍ୟ ଟିକେ ହୃଦୟଙ୍ଗମ କରିବା ଉଚିତ।